गुड मॉर्निंग स्टूडेंट। तो आज मैं स्टार्ट करियो मैथ रो पीवाईक्यू। ऑलरेडी मु गोटे क्लास पीवाईक्यू करथिली। तो आज तुम मानकु पीवाईक्यू करिवि। ता पूर्वरो टिके 5 मिनिट तुम सहित डिस्कशन करिवि, तापर क्लास को कंटिन्यू करिवि। तो जो माने जे कोनोसी बैच रे भी जॉइन करिछो, जेमति कि तुम मानकर जेमति कि जो माने ओ डबल एस एस सी सीजीएल रो रैपिड फायर बैच जॉइन करछो, किंबा ओएस रो रैपिड फायर प्लस प्री प्लस मेन बैच जॉइन करछो। मन रख, ए तीनोटी जाकर एग्जाम रो बा ए जो ओएस रो प्रिलिम एग्जाम आउ ओ डबल एसएससी रो सीजीएल एग्जाम रो मैथ रो लेवल होची समान, आउ मैथ रो पैटर्न मध्ये समान। जेमति कि डीआई, जेमति ओएस रे मध्ये अत्यधिक डीआई अधिक आसे, मैथ रे मध्ये एपटे जो सीजीएल रो मध्ये तुमरो डीआई अधिक आसे। तो जेतेक पीवाईक्यू हो पार हारारी 1000 पाखापाखि क्वेश्चन मु तो मान सहित डिस्कसन करी एवरीडे बेसिस रे। आउ गोटे जिनिस भी कही दउछि, तो ए बैच रे ऑलरेडी तुम मानक मु थियोरी क्लास दे चली, जेमति कि परसेंटेज हो, प्रॉफिट लॉस हो, माने सिंपल इंटरेस्ट हो, कंपाउंड इंटरेस्ट हो, एवरीथिंग इथर अवेलेबल अछि। तो से को बेस करी पीवाईक्यू मु तुमको डिस्कशन करूछि, जहा द्वारा गोटे आइडिया आसी जिवो ना ए टाइप रो क्वेश्चन आसे। ଆଉ ଗୋଟେ ପିଡିଏଫ ମୁଁ ତମକୁ ସେୟାର କରୁଛି। ଆଚ୍ଛା, ଏ ପିଡିଏଫ ଟା ସେୟାର ତମକୁ ଭିଜିବଲ ହଉଛି ପିଲେ? ଏଇଟା ହଉଛି ପୂର୍ବ ବର୍ଷର କ୍ୱେଶ୍ଚନ, ସମସ୍ତଙ୍କୁ ଦିଶୁଛି? କ୍ଲିୟର ହଉଛି? ପୂର୍ବ ବର୍ଷର କ୍ୱେଶ୍ଚନ ସମସ୍ତଙ୍କୁ ଭିଜିବଲ ହଉଛି? ୟେସ୍ ଅର୍ नो? ଆଚ୍ଛା, ଦେଖ, ଇଏ ହଉଛି, ଦେଖ, ଏଟା ହଉଛି 363ଟା ପେଜ ର ପିଡିଏଫ ଅଛି। ଏ ପିଡିଏଫ ଟା ଆଜି ମୁଁ ତୁମମାନଙ୍କୁ ଦେବି। ଏଥିରେ नो डाउट आंसर ନାହିଁ, କାରଣ ଇଏ ହଉଛି ପି ୱାଇ କ୍ୟୁ କ୍ୱେଶ୍ଚନ 2024 ଆଉ 2025 2023 ରେ ହେଇଥିବା ଓ ଡବଲ ଏସ୍ ଏସ୍ ସି ଓପିଏସସି ର ପୂର୍ବ ବର୍ଷର କ୍ୱେଶ୍ଚିନ୍ ସେଟ୍। ତ ଏଟାକୁ ମୁଁ ତୁମମାନଙ୍କର ଯୋଉ ଆପ୍ଲିକେସନ ଆଦିତ୍ୟ ଏକାଡେମୀରେ ବ୍ୟାଚ୍ ରେ ଜଏନ୍ କରିଛ, ମ୍ୟାଥ ଫାଇଲରେ ମନେ ରଖିଲେ, ମ୍ୟାଥ ଫାଇଲରେ ମ୍ୟାଥ ଫାଇଲରେ PYQ ନାମକ ଗୋଟେ ଫାଇଲ ଅଛି, তুমি ଦେଖିବ ସେଇଥିରେ ପିଡିଏଫ କୁ ଅପଲୋଡ କରିବି। 363 ପେଜ ର ଏ ପିଡିଏଫ। ତ ଏଇ ପିଡିଏଫ କୁ ବେସ୍ କରିକିରି ମୁଁ ତୁମକୁ ଡିସ୍କସନ କରିବି। ତ ଅଲରେଡି ତୁମ କତିରେ ସମ୍ପୂର୍ଣ୍ଣ କ୍ୱେଶ୍ଚିନ୍ ବି ରହିଗଲା, ତୁମେ ତାକୁ ସେଲ୍ଫ ପ୍ରାକ୍ଟିସ କରିବ। ଆଉ ତା ସହିତ ମୁଁ ତୁମକୁ ଏଭ୍ରିଡେ ବେସିସ ରେ PYQ କରିବି। ଯୋଉ ଦିନ ଥିଓରି କ୍ଲାସ ନଥିବ ସେଦିନ ଆମେ PYQ କରିବା, ଯୋଉଦିନ ଥିଓରି ଥିବ ସେଦିନ ଥିଓରି ପଢିବା। ସମସ୍ତେ ପୁରା କ୍ଲିୟର ହେଲା? ଆଜିର କ୍ଲାସ କଣ୍ଟିନ୍ୟू କରିବା। ଏ ପିଡିଏଫ ଟା ଆପ୍ଲିକେସନ ପାଇଯିବ। ପିଡିଏଫ ରିଲେଟେड ଓରିଡ ହବନି, କାହିଁକି ନା ଟୋଟାଲ ଫୁଲ ପିଡିଏଫ ଟା ମୁଁ ତୁମମାନଙ୍କୁ ଏବେଠୁ ଦେଇଦେବି। ପୁରା କ୍ଲିୟର ନା? କାହାର କିଛି ଡାଉଟ ଅଛି? କାହିଁ କ୍ଲାସକୁ ଷ୍ଟାର୍ଟ କରିବା? କାହିଁକି ନା ମନେ ରଖ, ଏଥର ମ୍ୟାଥ ହିଁ ହବ ଗେମ୍ ଚେଞ୍ଜର। ମ୍ୟାଥ ହିଁ ହବ ଗେମ୍ ଚେଞ୍ଜର। ତ ସେଥିପାଇଁ ବି କେୟାରଫୁଲ। ଚଲ, ଆଜିର କ୍ୱେଶ୍ଚିନ୍ ଆନ୍ସର ଟପିକ କୁ ଷ୍ଟାର୍ଟ କରିବା। ଦେଖ, କିଛି ସେ ଯୋଉ ସମସ୍ତ ଟପିକ ଅଛି, ସିଲେକ୍ଟେଡ କ୍ୱେଶ୍ଚିନ୍ ମୁଁ ତମମାନଙ୍କ ସହିତ ଡିସ୍କସନ କରିବି। ଯୋଉ ଟପିକ ସବୁ ରିପିଟ ହବାର ଚାନ୍ସ ରହୁଛି ବା ଯୋଉ ଟାଇପ ର କ୍ୱେଶ୍ଚିନ୍ ତୁମକୁ ପ୍ରାକ୍ଟିସ କରିବା ଦରକାର। ଓକେ, ଚଲ, କ୍ୱେଶ୍ଚିନ୍ ନମ୍ବର 98। ସେଥିପାଇଁ ଯେହେତୁ ପୂର୍ବ ବର୍ଷ କ୍ୱେଶ୍ଚିନ୍, ନମ୍ବରିଂ ରେ ପ୍ରୋବ୍ଲେମ ରହିବ, କିନ୍ତୁ ସମସ୍ତ କ୍ୱେଶ୍ଚିନ୍ ଆମେ ଡିସ୍କସନ କରିବା। क्वेश्चन नंबर 98 କେତେ ଆସିଲା ସ୍କୋର? ଜଲ୍ଦି। क्वेश्चन नंबर 98 स्पीड रे ଆସିଲା आंसर। ସେ କହିଲା ଏ ମ୍ୟାନ୍ ହାଡ୍ ଏ ସର୍ଟନ୍ ଏମାଉଣ୍ଟ ଅଫ ମନି। ଗୋଟେ ଲୋକ ଅଛି 95 ଆନ୍ସର ଦେଖିବା। ଗୋଟେ ଲୋକ ଅଛି, ଓକେ, ତା କତିରେ ସର୍ଟନ୍ ଏମାଉଣ୍ଟ ଅଫ ମନି ଅଛି, ମାନେ କିଛି ପଇସା ତା କତିରେ ଅଛି। କେତେ ଅଛି ମୋତେ ଜଣା ନାହିଁ। ଓକେ, 20 ହି ସ୍ପେଣ୍ଡ 20% ଅଫ ଦ, ମାନେ ଗ୍ରୋସରୀ କିଣିବା ପାଇଁ ଧର 100% ତା ଦେହରେ ପଇସା ଅଛି, 20% ସେ କଣ କଲା? ଗ୍ରୋସରୀ କିଣିଲା। ତାହେଲେ ଆଉ କେତେ ପରସେଣ୍ଟ ତା ପାଖରେ ରହିଲା? 80% ତା ପାଖରେ ରହିବ। ଓକେ, ତାପରେ ସେ କହୁଛି 5% ଅଫ ଦ ରିମେନିଂ। ତାର ରିମେନିଂ ର 5%, ତାର 80 ର 5%। 80 ର 5% କେତେ? 4। 80 ର 5% କିସେ? 4।
तो माइनस कली 4 कहीं माइनस कली रिमेनिंग रो 5% से कौन करछि ना रिमेनिंग माने ट्रांसपोर्ट रे से खर्च करछि ताले ता कथरा रहिछि केते 76% रहिछि ता कथरा रहिछि केते 76% रहिछि तापर से कहूछि गिफ्ट किनला केते टंकार 120 टंकार गिफ्ट किनला एंड इफ ही इज लेफ्ट आउ ता पाखरे केते बोलला 1400 टंका बोइला केते बोलला 1400 टंका बोलला से मते कहिला द अमाउंट स्पेंड ऑन अ ट्रांसपोर्ट तासे ट्रांसपोर्ट रे केते खर्च कला यदि हमें डायग्राम को भलसे वर्तमान सुधा देखिबा मो कतरे थिला केते परसेंटेज 100% 100% 20% मोर पळेला कोउथरे ना ग्रोसरी किनबा आउ मो कते रहिला 80% 80% रे 5% ऑफ द रिमेनिंग माने से मूलर 5% नो रिमेनिंग रो 5% 80 रो 5% होची 4 तो ये जो भैल्यू रो मु माइनस कली 4 काहे कि ना 4% से कोन करछि ट्रांसपोर्ट पे खर्च करछि 4% अच्छी सत किंतु रियल रेट मो केते परसेंट होला 4% होला तार तो इनडायरेक्ट रहिला केते 76 ताले मु कहि परिबी जे 76% इज इक्वल टू 120 प्लस 1400 हाँ कि ना କାରଣ ମାନେ ଯେତେବେଳେ ସେ ଟ୍ରାନ୍ସପୋର୍ଟ ପାଇଁ ଖର୍ଚ୍ଚ କରି ସାରିଲା ତା ପାଖରେ ଥାଏ 76% ସେତେବେଳେ ସେ 120 ଟଙ୍କା ଗିଫ୍ଟ ପାଇଁ ଖର୍ଚ୍ଚ କରୁଛି ଆଉ 1400 ଟଙ୍କା ମିଳୁଛି ତାହେଲେ ଇନଡାଇରେକ୍ଟଲି ମୁଁ କହିପାରିବି 76% ଇଜ ଇକ୍ୱାଲ ଟୁ 120 ପ୍ଲସ୍ 1400 ହଁ କି ନା ଇଏ ସେ नो ତ ଏ ଦିଟାକୁ ମିଶେଇଲେ କେତେ ହଉଛି ବୋଲେ ଦିଟାକୁ ମିଶେଇଲେ କେତେ ହଉଛି ନା 1520 ତାହେଲେ 1% କେତେ ହବ ନା 1520 ଡିଭାଇଡେଡ୍ ବାଇ 76 ତ କେତେ ଆସିଲା ଆମର ଆନ୍ସର ନା 20 ହେଲା ଆନ୍ସର ତାହେଲେ 1% ର ମୂଲ୍ୟ ଆସିଲା ମୋ ପାଇଁ 20 ଯଦି 1% 20 ହେଲା ମତେ ସେ ପଚାରିଛି ପିଲେ ट्रांसपोर्ट केते खर्च लगे ट्रांसपोर्ट रे खर्च लगे देख ताले इठी मो ट्रांसपोर्ट को केते परसेंट धरिबी 5% धरिबी नाही मो भाई से केते हला 4% बा धरिली कारण मो मूल को बेस करके 4 कली ताले 4% वैल्यू केते आसला ना 20 * 4 ହେଲା 80 20 * 4 ହେଲା 80 बुझा पड़ला समस्त हाँ कि ना दिमाग खर्च कर माइंड को फ्री रख ताले ही परियो घुसिया नहीं हमको बुझिबार अछि एवरीवन क्लियर देखो सब लोग मन रख थियोरी होची इंपोर्टेंट जहाँ कहते थियोरी स्ट्रांग अच्छे से डेफिनेटली सक्सेस पाइबो तो से मैं ऑलरेडी तुम ମାନଙ୍କୁ थियोरी देछि यदि तुम पिला नुआ जॉइन करूछ थियोरी पढिरा आज जाओ परसेंटेज क्लियर करो आज जाओ तुम एप्लीकेशन को जीवो परसेंटेज क्लियर करो वंस लाइफ में थोड़ा थियोरी क्लियर होला माने अब कौन प्रॉब्लम नहीं ओके चलिए जीवा मैं नेक्स्ट क्वेश्चन होची चलो देखो ये जो क्वेश्चन टा अच्छे 19 नंबर रो क्वेश्चन टा ए क्वेश्चन को टॉपिक रे पढ़ा जाए कारण एटा होचे गोटे माने ए क्वेश्चन टा माने माइंड रे आसिया दरकार जे ए जिंस एमती होबा दरकार देखा जो कि आंसर दोचो अच्छा से कहिला गोटे 7 डिजिट रो नंबर अछि 8 7 6 पी 3 7 7 डिजिट नंबर अछि डिवाइडेड से कहा द्वारा ही पड़ुछि ना 225 द्वारा से डिवाइडेड हो से क्वेश्चन कहला द वैल्यू ऑफ पी एंड क्यू जो पी अछि और क्यू अछि आर वैल्यू केता हो तुमको ऑप्शन देला 90050095 ତାହେଲେ ଲକ୍ଷ୍ୟ କର ଆମେ ଗୋଟେ ଜିନିଷ ଲକ୍ଷ୍ୟ କରିବା ଏ ସଂଖ୍ୟାଟା ଏ ଯୋଉ ସଂଖ୍ୟାଟା ଲେଖା ହଉଛି ଇଏ 225 ଦ୍ଵାରା ଡିଭିଜିବଲ 225 ଯେ କଣ 9 × 25 9 × 25 ହଁ କି ନା 225 ଟା ଯେ କେତେ ଯଦି ଆମେ ତାକୁ ଗୋଟେ ମାନେ ପେୟାରରେ କନଭର୍ଟ କରିବା 9 × 25 ତାହେଲେ ଏଇ ଯୋଉ ସଂଖ୍ୟାଟା ଯୋଉ ଡିଟେଲ୍ସ ସଂଖ୍ୟାଟା ଇଏ 9 ଦ୍ୱାରା ବି ଡିଭାଇଡ ହବ ଇଏ 25 ଦ୍ୱାରା ଡିଭାଇଡ ହବ 9 ଦ୍ୱାରା ଡିଭାଇଡ ହବ 25 ଦ୍ୱାରା ଡିଭାଇଡ ହବ ମନେ ରଖିଲେ ଆମେ 25 ଦ୍ୱାରା କୋଉ ସଂଖ୍ୟା ଡିଭିଜିବଲ ହେଇପାରିବ ଆମେ କହିପାରିବା ନା ଯଦି ଶେଷ ଦୁଇଟି ସଂଖ୍ୟା 25 ଦ୍ୱାରା ଡିଭିଜିବଲ ତାହେଲେ ସଂଖ୍ୟାଟା 25 ଦ୍ୱାରା ଡିଭିଜିବଲ ଶେଷ ଦୁଇଟି ସଂଖ୍ୟା ଯଦି 25 ଦ୍ୱାରା ଡିଭିଜିବଲ ତାହେଲେ ସଂଖ୍ୟାଟା 25 ଦ୍ୱାରା ଡିଭିଜିବଲ ତାହେଲେ ଶେଷ ସଂଖ୍ୟାରେ ମୁଁ କଣ ଲେଖିଲେ ସେ ସଂଖ୍ୟାଟା 25 ଦ୍ୱାରା ଡିଭିଜିବଲ ହବ ଲକ୍ଷ୍ୟ କର ପିଲେ ଅପସନକୁ ଅପସନରେ କଣ ଅଛି 0 ଅଛି 5 ଅଛି 0 ଥିବ ଏଗେନ୍ ଏଗେନ୍ ओके ओके ମୁଁ ଏଗେନ୍ ଆଉ ଥରେ କହୁଛି ଧ୍ୟାନ ଦେଇ ଟିକେ ଶୁଣ
225 को मुझे पेयर रे कन्वर्ट कली 9 × 25 तार अर्थ कौन ए टोटाल संख्याटा 9 द्वारा भी डिविजिबल ए टोटाल संख्याटा 25 द्वारा मध्य डिविजिबल ताले गोटे संख्या 25 द्वारा गोटे संख्या 25 द्वारा डिविजिबल हम ताले केमिति हो आमे जानिबा ना कोनोसी गोटे संख्यार शेष दुईटी संख्या शेष दुईटी संख्या जदि 25 द्वारा डिविजिबल होला माने लास्ट दुईटा संख्या जोटा मु लिखिली 12,025 ताले संख्याटा 25 द्वारा डिविजिबल हबो कि नहीं ମୁଁ ଲେଖିଲି 12,025 କାହିଁକି ନା ଶେଷ ଦୁଇଟା 25 ଦ୍ୱାରା ଡିଭିଜିବୁଲ ମାନେ ସଂଖ୍ୟାଟା 25 ଦ୍ୱାରା ଡିଭିଜିବୁଲ ତାହେଲେ ଏଇ ଯୋଉ ଶେଷ ଦୁଇଟା ସଂଖ୍ୟା ଏମିତି ହେବା ଦରକାର ଯେ କି 25 ଦ୍ୱାରା ଡିଭିଜିବୁଲ ଅପସନରେ ତେବେ ଲକ୍ଷ୍ୟ କର ପିଲେ ଆଇଦର 0 ଅଛି କିମ୍ବା 5 ଅଛି 0 ଅଛି କିମ୍ବା 5 ଅଛି 0 ଲେଖିଲେ 70 ହବ ତାହେଲେ ହବାର ନାହିଁ ଯଦି ମୁଁ 75 ଲେଖୁଥିଲି ଆନ୍ସର ତାହେଲେ ଏଠି ମୁଁ କାହାର ଭ୍ୟାଲୁ ପାଇଗଲି ନା କ୍ୟୁ ର ଭ୍ୟାଲୁ ହେଇଗଲି କାହାର ଭ୍ୟାଲୁ ପାଇଗଲି ନା କ୍ୟୁ ହବ 5 ଯଦି କ୍ୟୁ ହବ 5 ତାହେଲେ ପି କେତେ ହବ ଆଉ ଗୋଟେ ଜିନିସ ପିଲା ମନେ ରଖ ଗୋଟେ ସଂଖ୍ୟା 9 ଦ୍ୱାରା ଡିଭିଜିବୁଲ କେତେବେଳେ ନା ଯଦି ଆମ ସମସ୍ତ ସଂଖ୍ୟାକୁ ମିଶେଇବା ସମସ୍ତ ସଂଖ୍ୟାକୁ ମିଶେଇବା ମିଶେଇଲେ ଯଦି ସେ ସଂଖ୍ୟାଟା 9 ଦ୍ୱାରା ଡିଭିଜିବୁଲ ତାହେଲେ ଯାଇକି ସଂଖ୍ୟାଟା 9 ଦ୍ୱାରା ଡିଭିଜିବୁଲ ତାହେଲେ କଣ ଆସିଲା 8 ପ୍ଲସ 7 ପ୍ଲସ 6 ମୁଁ ପି କୁ ସାଇଡ ରଖୁଛି ସରି 3 ପ୍ଲସ 7 ପ୍ଲସ 5 ଆକୁ ମିଶେଇଲେ କେତେ ହଉଛି ଦେଖ ଦେଖ 7 3 10 10 5 ଏଟା ହଉଛି 15 15 6 ହଉଛି 21 21 8 ହଉଛି କେତେ ନା 28 28 ପ୍ଲସ 8 ହଉଛି କେତେ ନା କେତେ ଆସିଲା 28 8 କେତେ 36 28 8 ହଉଛି କେତେ 36 କଣ କିନା ୟେସ୍ ଅର୍ नो ତାହେଲେ 36 ଟା କାହା ଦ୍ୱାରା ଡିଭିଜିବୁଲ ପିଲେ ନା 36 ଟା ହଁ 36 ଟା କାହା ଦ୍ୱାରା ଡିଭିଜିବୁଲ 9 ଦ୍ୱାରା ଡିଭିଜିବୁଲ ତାହେଲେ ମୁଁ ଏଇ ଜାଗାରେ କଣ ଲେଖିବି ପି ଜାଗାରେ ମୁଁ 0 ଲେଖିବି 0 ଲେଖିଲେ ଯଦି ମୁଁ 0 ଏଥିରେ ଆଡ୍ କରୁଛି ସେଇ 36 ହବ ନା ନାଇଁ ସେଇ 36 ହବ ତାହେଲେ ଏଠି କଣ ଆସିଲା ଆନ୍ସର ହଁ କିନ୍ତୁ ଏଠି ଆମେ ଏଟା ଟିକେ କ୍ୱେଶ୍ଚିନ୍ ଇଏ ଅଛି ସେ ଯୋଉ ପ୍ରୋସେସରେ ତମକୁ ଶିଖେଇଲେ ସେଇ ପ୍ରୋସେସରେ କଲେ ଏଟା ବି ହେଇଯିବ ନ ଡି ବି ଏଟା ହଉଛି ଓକେ ତାହେଲେ ଏଠି କାହାକୁ ଆନ୍ସର କରିବା ଆମେ ନା ବି କି ଆନ୍ସର କରିବା କିଛି କିଛି କ୍ୱେଶ୍ଚିନ୍ ବେଳେ ବେଳେ ଏମିତି ବି ଦେଇଥାଏ ଓକେ ଆଚ୍ଛା ଟ୍ରେନ୍ କ୍ୱେଶ୍ଚିନ୍ ମୁଁ ପଢେଇଛି ଏ କ୍ୱେଶ୍ଚିନ୍ କୁ ଯିଏ କରିଦବ ଟ୍ରେନ୍ ର କ୍ୱେଶ୍ଚିନ୍ ମୁଁ ଏତିକି ସିଓର ହେଇଗଲି ସେ ପିଲାର ଟ୍ରେନ୍ କୁ ନେଇକିରି କନସେପ୍ଟ ପୁରା କ୍ଲିୟର ଅଛି ବହୁତ ବଢିଆ କ୍ୱେଶ୍ଚିନ୍ ଟା କ୍ଲିୟର ଦେଇଛି ଆନ୍ସର କ୍ୱିକ୍ ସ୍ପିଡ୍ ରେ ଆଗ ମୁଁ କ୍ୱେଶ୍ଚିନ୍ କୁ ପଢିକିରି ଡାଇଗ୍ରାମ ଟି ତିଆରି କରୁଛି ଦିଟା ଟ୍ରେନ୍ ଆର୍ ରନିଂ ଅପୋଜିଟ୍ ଡିରେକ୍ସନ ତାହେଲେ ଇଏ ଗୋଟେ ଟ୍ରେନ୍ ଆସୁଛି ଏପଟୁ ଆଉ ଗୋଟେ ଟ୍ରେନ୍ ଆସୁଛି ଏପଟୁ ଦି ଜଣଙ୍କର ଅପୋଜିଟ୍ ଡିରେକ୍ସନ ଯାଉଛି ଡିରେକ୍ସନ ଏ ମ୍ୟାନ୍ ଷ୍ଟାଣ୍ଡିଂ ଅନ୍ ଦ ପ୍ଲାଟଫର୍ମ ଇଏ ହଉଛି ମଝିରେ ହଉଛି ପ୍ଲାଟଫର୍ମ ପ୍ଲାଟଫର୍ମରେ ଗୋଟେ ଲୋକଟା ଠିଆ ହେଇଛି ଓକେ ମ୍ୟାନ୍ ଷ୍ଟାଣ୍ଡିଂ ଅନ୍ ଦ ପ୍ଲାଟଫର୍ମ ଓକେ ଦେନ୍ ସେ କହୁଛି ହଁ ଟୁ ଟ୍ରେନ୍ ଆର୍ ରନିଂ ଅପୋଜିଟ୍ ଡିରେକ୍ସନ କ୍ରସ୍ ଏ ମ୍ୟାନ୍ ଷ୍ଟାଣ୍ଡିଂ ଅନ୍ ଦ ପ୍ଲାଟଫର୍ମ ସେ ମ୍ୟାନ୍ କୁ କ୍ରସ୍ କରୁଛନ୍ତି ଯିଏକି ପ୍ଲାଟଫର୍ମରେ ଠିଆ ହେଇଛି କେତେ ସମୟ ଲାଗୁଛି ନା ପ୍ରଥମ ଟ୍ରେନ୍ ଟା ମ୍ୟାନ୍ କୁ କ୍ରସ୍ କରୁଛି 27 ସେକେଣ୍ଡରେ ଦ୍ୱିତୀୟ ଟ୍ରେନ୍ ଟା ସେ ମ୍ୟାନ୍ କୁ କ୍ରସ୍ କରୁଛି 17 ସେକେଣ୍ଡ କିନ୍ତୁ ପରସ୍ପର ଟ୍ରେନ୍ ପରସ୍ପର ଟ୍ରେନ୍ ପରସ୍ପରକୁ କ୍ରସ୍ କରୁଛନ୍ତି 23 ସେକେଣ୍ଡ ଟ୍ରେନ୍ ପରସ୍ପରକୁ କ୍ରସ୍ କରୁଛନ୍ତି 23 ସେକେଣ୍ଡ ଟ୍ରେନ୍ ପରସ୍ପରକୁ କ୍ରସ୍ କରୁଛନ୍ତି 23 ସେକେଣ୍ଡ ଏବେ କ୍ୱେଶ୍ଚିନ୍ ପଚାରିଲା ଦ ରେସିଓ ଅଫ ଦ ଦେୟାର ସ୍ପିଡ ସେମାନଙ୍କ ସ୍ପିଡ ର ରେସିଓ କେତେ ସେମାନଙ୍କର ସ୍ପିଡ ର ରେସିଓ କେତେ ଥ୍ୟାଙ୍କ ୟୁ ଧନେଶ କୁମାର ସାହୁ ଏ ହବ ଆନ୍ସର ଥ୍ୟାଙ୍କ ୟୁ ଦେଖ ଏଇଠି ପୁରା ଶାନ୍ତ ମନରେ ଶୁଣ ଏଇ କ୍ୱେଶ୍ଚିନ୍ ଟାକୁ ମୁଁ କେମିତି ଆଟେଣ୍ଡ କରୁଛି ଦିଟା ଟ୍ରେନ୍ ମୋ ପାଖରେ ଅଛି ଦିଟା ଟ୍ରେନ୍ ମୋ ପାଖରେ ଅଛି ଦିଟା ଟ୍ରେନ୍ ମୋ ପାଖରେ ଅଛି ଇଏ ହଉଛି ଏ ଥ୍ୟାଙ୍କ ୟୁ ସପୋଜ ମତେ ଜଣା ନାହିଁ ପ୍ରଥମ ଟ୍ରେନ୍ ର ସ୍ପିଡ କେତେ ପ୍ରଥମ ଟ୍ରେନ୍ ର ସ୍ପିଡ ହଉଛି ଏକ୍ସ ଦ୍ୱିତୀୟ ଟ୍ରେନ୍ ର ସ୍ପିଡ ହଉଛି ୱାଇ କାହିଁକି ନା ମତେ ସ୍ପିଡ ଦେଇନି
ଏ ଏ ଲୋକଟାକୁ କ୍ରସ୍ କଲା ବେଳେ ଆକୁ 27 ସେକେଣ୍ଡ ସମୟ ଲାଗୁଛି। ଏ ଲୋକଟାକୁ କ୍ରସ୍ କଲା ଆକୁ ଲାଗୁଛି 17 ସେକେଣ୍ଡ। ତାର ଅର୍ଥ ମତେ ଏଠି କଣ ମିଳିଲା? ଟାଇମ ମିଳିଲା, ହଁ କି ନା? ତାର ଅର୍ଥ ମତେ ଏଠି କଣ ମିଳିଲା? ଟାଇମ ମିଳିଲା, ହଁ କି ନା? ୟେସ୍ ଅର୍ नो? ଟାଇମ ମିଳିଲା, ହଁ କି ନା? ୟେସ୍ ଅର୍ नो? ତାହେଲେ ମତେ ଲକ୍ଷ୍ୟ କରିଥିଲେ ମୁଁ ତମକୁ ଏଇଠି ଗୋଟେ ଜିନିଷ କହିବାକୁ ଚାହୁଁଛି। ତାହେଲେ ପ୍ରଥମ ଟ୍ରେନର ଡିଷ୍ଟାନ୍ସ କେତେ? କି କହିବ? ପ୍ରଥମ ଟ୍ରେନର ସ୍ପିଡ ଜଣା ଅଛି, ପ୍ରଥମ ଟ୍ରେନର ଟାଇମ ଜଣା ଅଛି, ତାହେଲେ ଡିଷ୍ଟାନ୍ସ କେତେ ହବ? ଡିଷ୍ଟାନ୍ସ ଇଜ ଇକ୍ୱାଲ ଟୁ ସ୍ପିଡ ଇନଟୁ ଟାଇମ। ସ୍ପିଡ ଇନଟୁ ଟାଇମ, ତାହେଲେ ସ୍ପିଡ ଇନଟୁ ଟାଇମ ହେଲେ କେତେ? ନା 27x। ସେଇଭଳି ଦ୍ୱିତୀୟ ଟ୍ରେନର ଡିଷ୍ଟାନ୍ସ କେତେ ଆସିଲା? ନା ଦ୍ୱିତୀୟ ଟ୍ରେନର ଡିଷ୍ଟାନ୍ସ ହଉଛି 17x, ସରି 17y, ହଁ କି ନା? ଏତିକି ସମସ୍ତେ ବୁଝିପାଇଲ? ତାହେଲେ ଏଇ ଟ୍ରେନର ମୁଁ ବି ସ୍ପିଡ ପାଇଲି, ଡିଷ୍ଟାନ୍ସ ମଧ୍ୟ ପାଇଗଲି। ଏବେ ମତେ କୁହ, ଯେତେବେଳେ ଦୁଇଟି ଟ୍ରେନ ପରସ୍ପରକୁ କ୍ରସ୍ କରନ୍ତି ଆମେ କଣ ହିସାବ କରୁ? ଦି ଜଣଙ୍କର ଡିଷ୍ଟାନ୍ସ ମିଶିବ, ଦି ଜଣଙ୍କର ସ୍ପିଡ ମିଶିବ। ତାହେଲେ ଡିଷ୍ଟାନ୍ସ, ହଁ, ଡିଷ୍ଟାନ୍ସ ବାଇ, ଆଚ୍ଛା, ଆମେ ଜାଣିଛେ ସ୍ପିଡ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ଟାଇମ। ତାହେଲେ ମୁଁ କହିପାରିବି ଟାଇମ ଇଜ ଇକ୍ୱାଲ ଟୁ ଡିଷ୍ଟାନ୍ସ ବାଇ ସ୍ପିଡ। ତାହେଲେ ଏମାନଙ୍କର ଡିଷ୍ଟାନ୍ସ କେତେ ହେଲା? ଜଣଙ୍କର ହଉଛି 27x, ଜଣଙ୍କର ହଉଛି 17y, ଡିଭାଇଡେଡ୍ ସ୍ପିଡ ହଉଛି x ପ୍ଲସ୍ y ଇଜ ଇକ୍ୱାଲ ଟୁ କେତେ? ନା 23, ହଁ କି ନା? କାରଣ ଟାଇମ ମତେ ଜଣା ଅଛି ଯେ ଦିଟା ଟ୍ରେନ ପରସ୍ପରକୁ ଯେତେବେଳେ କ୍ରସ୍ କରିବେ ସେମାନଙ୍କର ସମୟ ହଉଛି 23 ସେକେଣ୍ଡ। ପରସ୍ପରକୁ କ୍ରସ୍ କରିବେ 23 ସେକେଣ୍ଡ ମାନେ ଆଗ ଡିଷ୍ଟାନ୍ସକୁ ମିଶେଇଲି, 27x 17y ଡିଭାଇଡେଡ୍ ବାଇ ସ୍ପିଡ x ପ୍ଲସ୍ y। ଏବେ ଆସିଲା ସିମ୍ପ୍ଲିଫାଇ କର, 27x ପ୍ଲସ୍ 17y ଇଜ ଇକ୍ୱାଲ ଟୁ 23x ପ୍ଲସ୍ 23y। ଯଦି ଆମେ ସିମ୍ପ୍ଲିଫାଇ କରୁଛେ ତ x କୁ ଗୋଟେ ସାଇଡ କୁ ନବା, y ଗୋଟେ ସାଇଡ ନବା, ତାହେଲେ ଏଠି ପାଇଲେ 4x ଇଜ ଇକ୍ୱାଲ ଟୁ 6y। ତାପରେ ଆମେ କହିପାରିବା 2x ଇଜ ଇକ୍ୱାଲ ଟୁ 3y। ତାହେଲେ x ବାय y ଇଜ ଇକ୍ୱାଲ ଟୁ 3/2, ତାହେଲେ 3:2 ହଉଛି ଆନ୍ସର। ଏଟା ସିମ୍ପ୍ଲିଫିକେସନ ତୁମେ କରିପାରିବ, କିନ୍ତୁ ସିମ୍ପ୍ଲିଫିକେସନ କୁ ଆଣିବା ପର୍ଯ୍ୟନ୍ତ ତୁମକୁ ଏ କନସେପ୍ଟ କୁ ଶିଖିବାକୁ ପଡିବ। ବୁଝା ପଡିଲା ସମସ୍ତଙ୍କୁ? ଏ ଗୋଟେ କ୍ୱେଶ୍ଚିନ୍ ତମକୁ ଲାଗିପାରେ ବହୁତ ଲେନ୍ଦି, କିନ୍ତୁ ବହୁତ ସ୍ପିଡରେ ଏଟା ହବ। ବୁଝା ପଡୁଛି? ଯେହେତୁ ମୁଁ ତମକୁ ବୁଝଉଛି ଟିକେ ଲେଟ୍ ରହୁଛି, କିନ୍ତୁ କ୍ୱେଶ୍ଚିନ୍ ରେ କିଛି ନାହିଁ। ପୁରା କ୍ଲିୟର? ପୁରା ମାଇଣ୍ଡ କ୍ଲିୟର ଅଛି, ହଁ କି ନା? ୟେସ୍ ଅର୍ नो? ହଁ କି ନା? ଦେଖ, ମୁଁ ଆଜି ବି ତମକୁ କହୁଛି, ମତେ ମତେ ଦରକାର 60 ଡେଜ୍। 60 ଡେଜ୍ ମୁଁ ଯେମିତି ବି ମ୍ୟାଥ ପଢଉଛି ସେମିତି ପଢ, ତ ଡେଫିନେଟଲି ମ୍ୟାଥରେ ଟପ୍ ସ୍କୋର କରିବ, ଯେ ଯେକୌଣସି ଲେଭେଲରେ ଥାଉ ବୋଲି। ଖାଲି କନଫିଡେନ୍ସ ନିଜ ଭିତରେ ରହିବାର ଅଛି। ଓକେ, ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ ନମ୍ବର 111 ନମ୍ବର କ୍ୱେଶ୍ଚିନ୍। ଆଟ୍ ହ୍ୱାଟ ରେଟ୍ ଅଫ୍ ଇଣ୍ଟରେଷ୍ଟ, କେତେ ରେଟ୍ ଅଫ୍ ଇଣ୍ଟରେଷ୍ଟରେ 20,000 ଟା ହେଇଯିବ 24,200 ଇନ୍ 2 ବର୍ଷରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ? ଦେଖାଯାଉ, ଜଲ୍ଦି ଆନ୍ସର। ସଇଲା? ସରିଛି? ଥିଲା କେତେ? 20,000। ଓକେ, ହେଲା କେତେ? 24,200। କେତେ ବର୍ଷ? 2 ବର୍ଷରେ। ମୁଁ କଣ କହିଥିଲି ପିଲେ? 2 ବର୍ଷ ମାନେ ସ୍କୋୟାର ରୁଟ୍। 2 ବର୍ଷ ମାନେ ସ୍କୋୟାର ରୁଟ୍। ଦିଟା ଶୂନ କ୍ୟାନସେଲ କଲି, ଆକୁ ଦୁଇରେ କାଲେ ଏଟା ହଉଛି 100, ଆକୁ ଦୁଇରେ କାଲେ 1 2 1। 100ର ସ୍କୋୟାର ରୁଟ୍ ହଉଛି 10, 121ର ସ୍କୋୟାର ରୁଟ୍ ହଉଛି 11। 10 ଥିଲା, 11 ହେଲା, ବଢିଲା 1, ତାହେଲେ କେତେ ରେଟ୍ ଅଫ୍ ଇଣ୍ଟରେଷ୍ଟ? 1/10 ଇଣ୍ଟୁ 100, ତ ଆସିଲା 10% ରେଟ୍ ଅଫ୍ ଇଣ୍ଟରେଷ୍ଟ। ଦେଖ, ଏଇ କ୍ୱେଶ୍ଚିନ୍, ଏଇ କ୍ୱେଶ୍ଚିନ୍ ମୁଁ ତମକୁ ପଢେଇଥିଲି ନା? ତମରି ସାମ୍ନାରେ PYQ ଥୁଆ ହେଇଛି। ମୁଁ PYQ ତ ଆଣି ନିଜକୁ ମନେ ମନେ ତିଆରି କରିପାରିବିନି ନା। ଏ ସମସ୍ତ କ୍ୱେଶ୍ଚିନ୍ ମାନେ ଏବେ ଟାଇପିଂ ନୁହେଁ, କପି ପେଷ୍ଟ ବାଲା, ଯୋଉଟା କି ତୁମକୁ ମୁଁ କପି କରି ଏଠି କଟ୍ କରି ଆଣି ପେଷ୍ଟ କରିକି ତମକୁ କ୍ଲାସ କରୁଛି। ପୁରା କ୍ଲିୟର ହବ? ଯେତିକି ବି କନସେପ୍ଟ ପଢେଇଛି, ଯାହା ବି କ୍ଲାସ ତୁମମାନଙ୍କୁ ଦିଆଯାଇଛି, ସେତିକି ଏନଫ୍। ଯଦି ପିଲା ପାଇଁ ଯଦି ସେତିକି ସେ ଭଲସେ ପଢୁଛି, ମୁଁ କହୁଛି ଆଜିର ଟାଇମରେ ଏନଫ୍ ମ୍ୟାଥରେ 90+ ସ୍କୋର କରିବା ପାଇଁ, 90% ପ୍ଲସ୍ ସ୍କୋର କରିବା ପାଇଁ। ଏବେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ। କ୍ୱେଶ୍ଚିନ୍ ନମ୍ବର 112 ନମ୍ବର। ଦେଖ, ଟ୍ରିକିକାଲ କ୍ୱେଶ୍ଚିନ୍ କହି, ଏ ଟାଇପ ର କ୍ୱେଶ୍ଚିନ୍ କେବଳ PYQ ରେ ହିଁ ସମ୍ଭବ। ତୁମେ ଚାହିଁଲେ ବି ଏ କ୍ୱେଶ୍ଚିନ୍ ଗୁଡା କୌଣସି ବହି, କୌଣସି ନୋଟବୁକ୍, କୌଣସି ଅଥର ରାଇଟିଂ ପେପରରେ ଏଗୁଡ଼ା ସବୁ ନଥାଏ ନା, କୋଉ କ୍ଲାସରେ ପଢାଯାଏ ନା। କ୍ୱେଶ୍ଚିନ୍ ନମ୍ବର 112 ନମ୍ବର କ୍ୱେଶ୍ଚିନ୍, ମଜାଦାର କ୍ୱେଶ୍ଚିନ୍ ଟେ, କୌତୁହଳ କ୍ୱେଶ୍ଚିନ୍ ଟେ। ଦେଖାଯାଉ କିଏ ଆନ୍ସର ଦଉଛ। ଆସିଲା ଆନ୍ସର?
ଦେଖ ଡି ହବ ଆନ୍ସର। ସେ ହଉଛି ସମ୍ ଅଫ୍ ଅଲ୍ ପସିବୁଲ 3 ଡିଜିଟ୍ ନମ୍ବର। ତିନି ଟିକିଆ ଡିଜିଟ୍ ନମ୍ବର, 3 ଡିଜିଟ୍ ନମ୍ବର କହୁଛି, 2 ଡିଜିଟ୍ ନାହିଁ, 3 ଡିଜିଟ୍ ନମ୍ବର ଫର୍ମଡ ବାଇ ୟୁଜିଂ 307। 307 କୁ ବ୍ୟବହାର କରିକିରି ତମେ ଗୋଟେ ତିନି ଟିକିଆ ଡିଜିଟ୍ ନମ୍ବର ନେଇକିରି କଣ କରିବ, ସେମାନଙ୍କୁ ମିଶାଅ। କିନ୍ତୁ କୌଣସି ସଂଖ୍ୟା କେବେ ରିପିଟ୍ ହବନି। ୟୁଜିଂ ଇଜ୍ ଡିଜିଟ୍ ୱାନ୍ସ, ମାନେ କେବଳ ଥରଟି ବ୍ୟବହାର କରିବ। ତାହେଲେ ପ୍ରଥମ ସଂଖ୍ୟା ହବ କେତେ ନା, ମୁଁ ଲେଖିଲି 307। କେତେ ହେଲା ପିଲେ? ପ୍ରଥମ ସଂଖ୍ୟା ହେଲା କେତେ? 307। ତ ଆଉ ଗୋଟେ କଣ ହେଇପାରେ, ଯଦି ମୁଁ ୟୁନିଟ୍ ପ୍ଲେସ୍ ତିନି ସରି ମାନେ ଲେଫ୍ଟ ସାଇଡ୍ ରୁ 3 କୁ ରଖୁଛି, ଆଉ ଗୋଟେ ହବ 370। ଏତିକିଟା ନାହିଁ। ତାପରେ କଣ ଆସିବ? 703 ଗୋଟେ ହବ, ଆଉ ଗୋଟେ କଣ ଆସିବ? 730। ଆକୁ ଛାଡ଼ିଲା ପରେ ଆଉ କିଛି ହେଇପାରିବ କି? ଆକୁ ଛାଡ଼ିଲା ପରେ ଆଉ କିଛି ହେଇପାରିବ କି? ହଁ କି ନା? ତାହେଲେ ଆକୁ ମିଶେଇ ଦିଅ। 7 3 10 0 1, 7 3 10 11 1, 7 3 10 10 20 21। ଏଇଟା ଆନ୍ସର କେତେ ଆସିଲା? 2 1 1 0। ସରିଗଲା ଆନ୍ସର। ବାସ୍ ଟିକେ ମାଇଣ୍ଡ କୁ ଖର୍ଚ୍ଚ କରିବାର ଅଛି, ଆନ୍ସର ପାଇବାର ଅଛି। ଖାଲି ଅଳ୍ପ ଟିକେ ମାଇଣ୍ଡ କୁ ଖର୍ଚ୍ଚ କର, ଆନ୍ସର ପାଇଯାଅ। ଦେଖ ଗୋଟେ ଜିନିଷ ହଉଛି ମ୍ୟାଥ। ମ୍ୟାଥରେ ଟପ୍ କରିବା ପାଇଁ ଦୁଇଟା ଲାଇନ୍, ସାଥିରେ ଥିଓରି ଚାଲ, ଆଉ ଗୋଟେ ସାଇଡରେ PYQ ସହିତ ପ୍ରାକ୍ଟିସ। ଏଟାକୁ ଏଭରିଡେ ବେସିସ୍ ଚାଲ, ତମକୁ ନିଶ୍ଚିତ ଡେଫିନେଟଲି ସକ୍ସେସ୍ ମିଳିବ। ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ। ଚାଲ କ୍ୱେଶ୍ଚିନ୍ ନମ୍ବର 116 ନମ୍ବର। 116 ନମ୍ବର କହୁଛି ଏ ମର୍ଚାଣ୍ଟ ଅଛି ଯେ ଯାହା କତିରେ 1000 କେଜିର ବ୍ରିଞ୍ଜଲ୍ସ ରହୁଛି। ସେ ଗୋଟେ ଯେତିକି ତା କତିରେ 1000 କେଜି ରହୁଛି, ଗୋଟିଏ ପାର୍ଟ କୁ ମାନେ ସେ ଦି ଭାଗ କରିଦେଇଛି ନା 1000 କେଜି କୁ, ଗୋଟିଏ ପାର୍ଟ କୁ 8% ପ୍ରଫିଟରେ ବିକୁଛି, ଆଉ ଗୋଟେ ପାର୍ଟ କୁ 18% ପ୍ରଫିଟରେ ବିକୁଛି। କିନ୍ତୁ ଓଭରଅଲ୍ ଦେଖିଲା ବେଳକୁ ତାର ଲାଭ ହଉଛି 14%। ସେ କ୍ୱେଶ୍ଚିନ୍ ମତେ ପଚାରିଛି ସେ 18% ର ଭ୍ୟାଲୁ କେତେ। ତା ଅର୍ଥ ମୋ କତିରେ ଯୋଉ 1000 କେଜି ଅଛି, ମୁଁ ତାକୁ ଦିଟା ପାର୍ଟରେ ଡିଭାଇଡ କରୁଛି। ଗୋଟେ ପାର୍ଟ କୁ 8% ପ୍ରଫିଟରେ ବିକୁଛି, ଆଉ ଗୋଟାକୁ 18% ପ୍ରଫିଟ କରୁଛି। କିନ୍ତୁ ମୋର ଓଭରଅଲି ପ୍ରଫିଟ କେତେ ହଉଛି ନା, ଓଭରଅଲି ପ୍ରଫିଟ ହଉଛି 14%। ଓଭରଅଲି ପ୍ରଫିଟ ହଉଛି 14%। ତାହେଲେ ଆମେ ଏଠି କଣ କରିବା? ମନେ ପକାଅ, ତମକୁ ଗୋଟେ ମୁଁ ପଢେଇଥିଲି ମିକ୍ସଚର ଆଲିଗେସନ ଟାଇପ ରେ ରଖାଯିବ। ଏ ଦି ଜଣଙ୍କର ଗ୍ୟାପ ହଉଛି କେତେ ନା 4। ଏ ଦି ଜଣଙ୍କର ଗ୍ୟାପ ହଉଛି କେତେ ନା 6। 2:3। এটা ছিল 2:3। 2:3 ମାନେ 8% ଦି ଭାଗ ନବ, 18% ତିନି ଭାଗ ନବ। ତାହେଲେ କେତେ ଭାଗ ନା 5 ଭାଗ। 5 ଭାଗକୁ 1000 ଭାଗ ପଇଲା 200। ଭାଗ ଯେତେବେଳେ ପଇଲା 200, ମତେ 18% ର ମୂଲ୍ୟ ପଚାରିଛି। ତାହେଲେ 18% ର ଭାଗ ହଉଛି ତିନି ଭାଗେ। ତାହେଲେ 200 × 3 କେତେ ଆସିଲା? 600। 200 × 3 ହେଲା 600। क्वेश्चन नंबर 117 नंबर। क्वेश्चन नंबर 117 এটা হচ্ছে সিম্পলিফিকেশন। এটা হচ্ছে সিম্পলিফিকেশন। আনসার কেତେ হবিলে আনসার ବାହାର କରି ମତେ କୁହ। ତା ଭିତରେ କିଛି ବି ନାହିଁ, କେବଳ ନିଜକୁ ସିମ୍ପଲିଫାଇ କରିବାର ଅଛି। 150%। ତାହେଲେ ଆମେ କଣ ଲେଖିବା? 150/100। ଅଫ୍ ମାନେ ଇଣ୍ଟୁ, ଅଫ୍ ମାନେ ଇଣ୍ଟୁ କେତେ ଆସୁଛି ନା 15। ପ୍ଲସ୍ 75% ମାନେ କଣ? 75/100। ଅଫ୍ ଇଣ୍ଟୁ 75। କାଲକୁଲେସନ କରିକିରି ଆର ଆନ୍ସର କେତେ ହବ ମତେ ଟିକେ କୁହ। ଆକୁ 25 ରେ କାଢିଲେ କେତେ ହବ? 4 5 25 କାଢିଲେ ଏଟା ହଉଛି 4। ଏଗେନ୍ ଏମାନେ ଯଦି ପରସ୍ପର କରୁଛନ୍ତି, 25 କାଢିଲେ 3, 25 କାଢିଲେ ଏଟା 4। ଓକେ, ତାହେଲେ କେତେ ଆସିଲା? 15 ପଞ୍ଚା କେତେ? 5 ପଞ୍ଚା 25, 5 2, 5 5 7 75 ବାଇ 4 ପ୍ଲସ୍ 5 3 15, 5 ଲେଖା 3 21 22 ବାଇ 4 ଲସ୍ ହେଇଗଲା କେତେ? ଡି ହବ ଆନ୍ସର 4। ଡି ହବ ଆନ୍ସର। ହଁ, ତାକୁ ମିଶେଇଲେ କେତେ ହଉଛି ପିଲେ ନା ତୁମମାନଙ୍କର 300। 300/4 ହଉଛି ତ। ଏଟା ସମସ୍ତଙ୍କୁ ବାହାରିଲା ତ 300/4। କାରଣ କୌଣସି କ୍ୱେଶ୍ଚିନ୍ ର ମୁଁ ଆଗୁଆ ଆନ୍ସର ବାହାର କରେ ନା, କେବଳ ଅନ୍ ଦ ସ୍ପଟ ରେ ହିଁ କରେ। ତୁମମାନଙ୍କର 300/4 ବାହାରିଛି ତ? ହଁ ଠିକ ଅଛି, ଡି ହଉଛି ନନ୍ ଅଫ୍ ଦିସ୍ ଏଭବ ମିନ୍ସ 300/4 ବାହାରିଛି ତ। ତାକୁ ଆମେ ସିମ୍ପ୍ଲିଫାଇ କରି ଆହୁରି କରିବା। 150/2। 150/2 ହଉଛି କେତେ?
ଆଚ୍ଛା ଠିକ ଅଛି ନହେଲେ ମୁଁ ଦିସ୍ କହୁଛୁ ଆଉ ଯିବା 75। ଆଚ୍ଛା क्वेश्चन नंबर 75 नंबर इन एग्जाम 34% स्टूडेंट फेल इन अरिथमेटिक 42% इन इंग्लिश 20% स्टूडेंट फेल इन बोथ अरिथमेटिक एंड इंग्लिश द स्टूडेंट हु आर पास इन द बोथ सब्जेक्ट तो बोथ सब्जेक्ट रे पास करछन केते परसेंट ताले इन एग्जामिनेशन गोटे एग्जाम रे 34% स्टूडेंट फेल इन अरिथमेटिक तो अरिथमेटिक रे फेल हेले केते ना 34% इंग्लिश रे फेल हेले केते इंग्लिश हेला 20% वो इंग्लिश रे केते 40 ना 20 फेल हेले अच्छा बोथ रे फेल होइछन केते ना बोथ रे फेल होइछन 20 ଆମେ ଜାଣିଛୁ କଣ ଦିଟାକୁ ମିଶେଇକି ମାଇନସ କରିବ ତ ଏଠି 74 ମାଇନସ 20 74 ମାଇନସ 20 ହଉଛି କେତେ 54 54 ତାହେଲେ 54 ହଉଛନ୍ତି ଫେଲ ସେ ଯଦି ପଚାରିଛି ଦ ଷ୍ଟୁଡେଣ୍ଟ ହୁ ପାସ୍ ବୋଥ ସବଜେକ୍ଟରେ ପାସ୍ କର ଯଦି 54 ଫେଲ ହେଇଛନ୍ତି ପାସ୍ କରିବେ କେତେ ନା କୋଉଠି ଭୁଲ କଲି ଭୁଲ କୋଉଠି ହେଲା କି ତୁ କୋଉ ପଏଣ୍ଟରେ ଭୁଲ ହେଲା ଆରେ ଆରେ ଆକୁ 40 ନେଇଯାଇଛି ବା ଏଇଟା 42 ବା ମୁଁ ସେ କହିଲି କୋଉଠି ଗୋଟେ ଭୁଲ ହେଲା ଏଇଠି ଭୁଲ ହେଇଛି ଆଉ ଆଚ୍ଛା ଆଚ୍ଛା ଆକୁ ମିଶେଇଲେ କେତେ ହଉଛି ନା ହଁ ହଁ এটা ଏଠି ଗଲେ 56 ହଁ ଏଇଠି ଆଉ 56 ହେଲେ 44 ହବ ଆନ୍ସର ଆଉ ସରିଲା ଆଉ ସେ କହିଲେ କୋଉଠି ମିଷ୍ଟେକ୍ ହେଲା ଓକେ ଥ୍ୟାଙ୍କ ୟୁ ଏବେ ଲାଷ୍ଟ କ୍ୱେଶ୍ଚିନ୍ କୁ ଯିବା ଲାଷ୍ଟ କ୍ୱେଶ୍ଚିନ୍ क्वेश्चन नंबर 79 ए क्वेश्चन टा बहुत बढ़िया क्वेश्चन और ए क्वेश्चन एग्जाम में बहुत थर रिपीट होची बहुत थर रिपीट होची ए क्वेश्चन से कहूची देखो ड्यू टू এটা 10 হব आंसर आरो ମାନେ କାହାର ଆନ୍ସର ତୁମେ ଏଟା କହୁଛ ମତେ ଏଟା ଭ୍ୟାଲୁ କହିଲ କେତେ ହବ ଆନ୍ସର ମୁଁ ବାହାର ତ କରିନି କାଇଁ 10 ପାଇଁ ମତେ କ୍ୱେଶ୍ଚିନ୍ ଟା ଲାଗୁନି ଠିକ ଠାକ ଆଉ ଆନ୍ସର 10 ହେଇଛି କ୍ୱେଶ୍ଚିନ୍ ଟା କହି ଦଉଛି ड्यू टू 25% इंक्रीज द प्राइस राइस तो राइस रो प्राइस केते ଅଛି ମୁଁ ଜାଣିନି କିନ୍ତୁ କେତେ ବଢିଲା ନା 25% ବଢିଲା ଓକେ ए पर्सन इज बाय 1 केजी लेस से गोटे केजी लेस किनला ଯାହାଦ୍ୱାରା ତାର ତ ଯେହେତୁ ମୂଲ୍ୟ ବଢିଗଲା ଗୋଟିଏ କେଜି ଲେସ୍ କିଣିଲା କେତେ ଟଙ୍କାରେ 100 ଟଙ୍କା ସେ ଆଗରୁ ସେ 100 ଟଙ୍କା ନେଇକି ଯାଉଥିଲା ବର୍ତ୍ତମାନ ବି ସେ 100 ଟଙ୍କା ନେଇକି ଯାଇଛି କିନ୍ତୁ ଡିଫରେଣ୍ଟ ଇଜ ଆଗରୁ ସେ ଯେତିକି କେଜି କିଣୁଥିଲା ବର୍ତ୍ତମାନ 1 କେଜି ଲେସ୍ କିଣୁଛି ସେ ମତେ ପଚାରିଲା ଇନିସିଆଲ ପ୍ରାଇସ୍ ଅଫ ଦ ରାଇସ୍ ପର କେଜି ଇନିସିଆଲି ପର କେଜି ର ପ୍ରାଇସ୍ ଥିଲା କେତେ କିଏ କହିପାରିବ ଆନ୍ସର ଦେଖ 1 କେଜି କାହିଁକି କମିଲା 1 କେଜି କାହିଁକି କମିଲା 25% ବଢିଲା ବୋଲି ମୁଁ କହିପାରିବି 25% ଇଜ ଇକ୍ୱାଲ ଟୁ 1 କେଜି ତାହେଲେ 100% କେତେ ହବ 100% ହବ 4 କେଜି ହଁ କି ନା ଇଏ ସର 100% ହେଲା କେତେ 4 କେଜି ହଁ କି ନା ଇଏ ସର नो କହିଲେ ସିନା ମୁଁ କିଛି କରିବି ତାହେଲେ ଏଥିରେ ମୁଁ ଆଉ 1 କେଜି ମିଶେଇବି କାହିଁକି ମିଶେଇବି ମନେ ରଖିଲେ ଆମେ 1 କେଜି ଲେସ୍ ରେ କିଣୁଛେ ମାନେ ମୁଁ ଆଗରୁ କିଣୁଥିଲି କେତେ କେଜି 5 କେଜି ଆଗରୁ କିଣୁଥିଲି କେତେ କେଜି 5 କେଜି ବୁଝା ପଇଲା फोर ମାନେ 100% ର ମୂଲ୍ୟ ହଉଛି 4 କେଜି 1 କେଜି ମୁଁ ଲେସ୍ କିଣୁଛି 1 କେଜି ମୁଁ ଲେସ୍ କିଣୁଛି ତାହେଲେ ଆଗରୁ କିଣୁଥିଲି କେତେ 5 କେଜି 5 କେଜି ର ମୂଲ୍ୟ ହଉଛି 100 ଟଙ୍କା କେଜି ପଇଲା କେତେ 20 ଟଙ୍କା ବୁଝା ପଇଲା ସମସ୍ତଙ୍କୁ एवरीवन क्लियर नो झिलिमिली पूरा क्लियर कट ओके ମୋର ଗୋଟେ क्वेश्चन स्टूडेंट तो ମୁଁ थ्योरी तुमମାନଙ୍କୁ ତ ପଢଉଛି ଯେମିତି ତମେ କାଲି ବି थ्योरी ପଢିଥିଲି ଲାଷ୍ଟ ଡେ ଆଜି ଆମେ ପିୱାଇ କଲେ ପିୱାଇ କ୍ୟୁ ମୋର କହିବା କଥା ସାଇଡରେ କରିବା ନା ସମ୍ପୂର୍ଣ୍ଣ थ्योरी ସାରିକିରି ପିୱାଇ କୁ ଯିବା ତୁମେ କଣ ଚାହୁଁଛ ମାନେ ଏ ପ୍ୟାଟର୍ନ ଟାକୁ ରଖିବା ନା ଚେଞ୍ଜ କରିବା ଓକେ କାହିଁକି ନା ମୁଁ ମୋ ପଏଣ୍ଟ ଅଫ ଭ୍ୟୁରେ ଯଦି ମୁଁ କହିବି ତ ଗୋଟେ ସାଇଡରେ ଥିଓରି ରହିବା ଦରକାର ଗୋଟେ ସାଇଡରେ ପିୱାଇ ରହିବା ଦରକାର ତ ସେଟା ହିଁ ହେଲେ କଣ ହବ ନା ସବୁଠାରୁ ବେଷ୍ଟ ହବ କାରଣ ଆମେ ଜାଣିପାରିବା ଯେ କ୍ୱେଶ୍ଚିନ୍ କୋଉ ଟାଇପର ଆସୁଛି କୋଉ ଟାଇପର ଆସୁଛି
କାରଣ ଖାଲି ଥିଓରି ସାରିକି ଗଲା ବେଳକୁ ପ୍ରାକ୍ଟିସ ପାଇଁ ସମୟ ନଥିବ, କିନ୍ତୁ ସାଇମଲଟେନିୟସଲି ଦିଟା ନେବା ଯଦି ଥିଓରିକୁ ଥିଓରି ହବ, ପ୍ରାକ୍ଟିସକୁ ପ୍ରାକ୍ଟିସ ହବ। ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟସ୍। ତ ତୁମକୁ ଆପ୍ଲିକେସନରେ ତୁମକୁ ମୁଁ ଇଏ କରିଦେବି। ହଁ, ତ ଆଜି ମନେ ରଖ, ଆଜି ସିଜିଏଲ ବ୍ୟାଚର ଗୋଟେ ଏକ୍ସଟ୍ରା କ୍ଲାସ ଅଛି 3ଟା ବେଳେ, ମେସେଜ କରିଦେବି। ଯୋଉମାନେ ନ ଜଏନ୍ କରୁଛ ଏପର୍ଯ୍ୟନ୍ତ ସିଜିଏଲ ବ୍ୟାଚରେ 199 ଆସୁଛି, ତ କାଇଣ୍ଡଲି ଜଏନ୍ କରିଛ, କାହିଁକିନା ମାନେ ଏଥର ତୁମମାନଙ୍କୁ ଟିକେ ଏକ୍ସଟ୍ରା କ୍ଲାସ ଦିଆଯିବ। ଓକେ, ସେ ଗ୍ରୁପର ଲିଙ୍କଟା କେବଳ ସେଇ ଗ୍ରୁପରେ ହିଁ ଅଛି। ଓକେ, ଥ୍ୟାଙ୍କ ୟୁ।